ଅତ୍ୟାଧୁନିକ ଓଡ଼ିଆ କବିତାର ଜନକ ହେଉଛନ୍ତି ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ। ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ସହରତଳି ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ପିତା ପ୍ରସନ୍ନ କୁମାର ରାଉତରାୟ, ମାତା ମୁକ୍ତାମାଳୀ ଦେବୀଙ୍କଠାରୁ 1916 ମସିହାରେ ଏକ ଖଣ୍ଡାୟତ ପରିବାରରେ ସଚ୍ଚି ରାଉତରାୟଙ୍କର ଜନ୍ମ ହୋଇଥିଲା। ମୃତ୍ୟୁ 2004 ମସିହା ଅଗଷ୍ଟ ମାସରେ ହୋଇଥିଲା। ଛୋଟ ମୋର ଗାଁଟି କବିତା ପାଇଁ ସେ ଓଡ଼ିଶାରେ ଲୋକପ୍ରିୟ। ତାଙ୍କର ରଚିତ ଓ ପାଣ୍ଡୁଲିପି କବିତା ପୁସ୍ତକରେ ସ୍ଥାନିତ ଏକ ବହୁ ଚର୍ଚ୍ଚିତ, ବହୁ ପାଠ୍ୟାନ୍ତର୍ଗତ, ବହୁ ପଠିତବ୍ୟ, ଲୋକପ୍ରିୟ, କାଳଜୟୀ, ଅମର କବିତା କୃତି ହେଉଛି ପ୍ରତିମା ନାୟକ। ଏକ ବ୍ୟକ୍ତିବାଚକ, ପ୍ରତିନିଧିମୂଳକ, ପ୍ରତିନିଧି ଶ୍ରେଣୀୟ କବିତା। ଏହି କବିତାରେ ନାରୀ ଜୀବନର ସଂଗ୍ରାମର ଗାଥା କବି ଶୁଣେଇଛନ୍ତି। ପ୍ରତିମା କହିଲେ ମୂର୍ତ୍ତି ଆଉ ନାୟକ କହିଲେ ହିରୋ। ତେଣୁ ଗୋଟିଏ ଆର୍କିଟାଇପିକାଲ ଆଦର୍ଶ ସ୍ଥାନୀୟ କବିତା ସୃଷ୍ଟି। ଅନେକ ଥର ଏହା ପାଠ୍ୟାନ୍ତର୍ଗତ ହୋଇ ରହିଛି। କେତେବେଳେ MILରେ ପଢ଼ାଯାଇଛି ତ କେତେବେଳେ ଅନର୍ସରେ ପଢ଼ାଯାଇଛି। ଆଜି ବି ଏହି କବିତାଟି ଯୁକ୍ତ 3 ଚତୁର୍ଥ ସେମିଷ୍ଟର ପରୀକ୍ଷାରେ ପାଠ୍ୟାନ୍ତର୍ଗତ ହୋଇଅଛି। ପ୍ରତିମା ନାୟକ କବିତା ଉପରେ ମୁଁ ଲିଖିତ ଆଲୋଚନା 2-3 ଥର କରି ୟୁଟ୍ୟୁବରେ ଛାଡ଼ିଛି। ତଥାପି ପାଟିରେ, ମୁହଁରେ, ପଢ଼େଇବା ଭଙ୍ଗୀରେ, ଶୈଳୀରେ ଏହି କବିତାଟିକୁ ଆଲୋଚନା କରିବାକୁ ମୁଁ ଆଗ୍ରହୀ। କାରଣ ଏ କବିତାଟି ମୋତେ ଭଲ ଲାଗେ। ଯେତେ ଆଲୋଚନା କରିଲେ ମଧ୍ୟ ଗୋଟେ ପ୍ରକାର ଅଭାବ, ଅପୂର୍ଣ୍ଣତା ରହିଯାଇଛି ବୋଲି ମୋତେ ଲାଗେ। ତେଣୁ ସେଇଥିପାଇଁ ଆଜି ଏକ ଅଧ୍ୟାପନା ଛଳରେ ଏହା କବିତାଟିର ଆଲୋଚନା ମୁଁ କରୁଅଛି। ପ୍ରତିମା ନାୟକ, ସଚ୍ଚିଦାନନ୍ଦ ରାଉତରାୟ। ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା। ଆଲୁଅ ଓ ଅନ୍ଧାରର ମଧ୍ୟ ସେ ଯେ କରିଅଛି ରଫା। ବହୁ ଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ। ଧାନସିଡ଼ି ନଦୀ ଟପି 8ଟାର ଡାକଗାଡ଼ି ଧାଏଁ। ପଢ଼ିଅଛି କବିତାରେ ଏତେବେଳେ କାନ୍ଦେ ଚକ୍ରବାକ। ହଠାତ୍ ଯେ ଦେଖା ହେଲା ବହୁ ଦିନେ ପ୍ରତିମା ନାୟକ। ମୁଖ ତାର ବ୍ରଣଦୁଷ୍ଟ, ହାତରେ ତା ଚମଡ଼ାର ବ୍ୟାଗ। ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ। ତନୁ ତାର ରୋଗଜୀର୍ଣ୍ଣ, ବ୍ରଣେ ତାର ମ୍ଳାନ ମୁହଁଯାକ। ଶ୍ଳଥ ଋଜୁ ଦେହ ଶିଖା ଢାଙ୍କିଅଛି ଖାକିର ପୋଷାକ। ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି। ପଚାରିଲି ଭଲ ଅଛ? କଣ୍ଠେ ମୋର বিষণ্ଣ ଗୋଧୂଳି। ହସିଲା ପ୍ରତିମା। ଆକାଶର ନୀଳରେଖା, ଗେରୁଆ ମାଟିର ଲାଲ ସୀମା। ଛୁଏଁ ଯେଉଁଠାରେ ସେଇଠାରେ ସ୍ୱପ୍ନ ଆଉ ବାସ୍ତବର ମୁହାଣ ସେ ପାରେ। ଦୁହେଁ ଆମେ ହୋଇଥିଲୁ ଠିଆ, ଆମ ପଛେ ଶୋଇଥିଲା ଦୀର୍ଘ 2 ବର୍ଷର ଦୁନିଆ। ଦୀର୍ଘ 2 ବର୍ଷର ଜଗତ। ଧୂସର ଧୂମଳ ଧ୍ୱାନ୍ତ ଭୟଙ୍କର, ପୁଣି ଯୁଦ୍ଧରତ। ବହୁ ଦୂରେ ଲାଶକଟା ଘରେ ଏକ ହାରିକେନ ବତୀ। ଜଳୁଥିଲା ଦୁକୁ ଦୁକୁ, ଭୟାନକ ଭୟାନକ ଅତି। ଭାଜିଗଲା ବାହାଘର, ଦର୍ଶନରେ ପଢ଼ୁଥିଲା MA। କେଜାଣି ବା ପଡ଼ିଥିବ ଜୀବନରେ ଥରେ ଅଧେ ପ୍ରେମେ। ତାହା ପରେ ପିତୃହାନି, ଋଣଭାର, ପୁଣି ଗୃହଭେଦ। ଦର୍ଶନର ଗ୍ରନ୍ଥେ ତାର ପକାଇଲା ଚିର ପୂର୍ଣ୍ଣଚ୍ଛେଦ।
1943 ପୁଣି ଚାଟି ନେଲା ଯାହା କିଛି ଥିଲା ବାକି ସବୁ ଦେଖି ଶୁଣି। ସପ୍ଲାଇରେ ନେଇଛି ଆଶ୍ରୟ, ଦରମାଟା ମନ୍ଦ ନୁହେଁ, ଏଇ ତା ଦୀର୍ଘ ପରିଚୟ, ଏଇ ଇତିହାସ। ପ୍ରତିମା ନାୟକ ହସେ, ଓଠେ ତାର ସ୍ୱପ୍ନର ଆଭାସ, ମୁହଁରେ ଖାକିର ହସ, ଆଖିରେ ତାର ରାତିର ଇସାରା, ଦୁଇ ପାଖେ ଦ୍ରୁତ ବନ, ଗତିବାନ ନକ୍ଷତ୍ରର ଧାରା। ଆହା, ହସୁ ହସୁ ପ୍ରତିମା ନାୟକ, ଅଞ୍ଚଳତା ନାଇଁ ଦେହେ, ଦେଖିଅଛି ଖାକିର ପୋଷାକ। ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟର ଏ କବିତା ଗୋଟିଏ ନାରୀର, ଜଣେ ନାରୀର ଜୀବନ ଯୁଦ୍ଧ ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ମିଶିଯାଇଛି। କ୍ୟାମ୍ୟୁ, ଫ୍ରାନ୍ସର ଦାର୍ଶନିକ କ୍ୟାମ୍ୟୁ ଏକଦା କହିଥିଲେ, ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ। ସଂଗ୍ରାମ ହିଁ ଜୀବନକୁ ସ୍ଥିତି ଦିଏ। ଯେଉଁ ଜୀବନରେ ଯୁଝିବା ନାହିଁ, ଯୁଦ୍ଧ ନାହିଁ, ସଂଗ୍ରାମ ନାହିଁ, ସେ ଜୀବନ ତିଷ୍ଠିପାରେ ନାହିଁ, ଧ୍ୱଂସ ହୋଇଯାଇଥାଏ। ତେଣୁ ଗୋଟିଏ ସଂଗ୍ରାମ କରି ଏକ ଆଶାବାଦୀ ମଣିଷର ସ୍ୱପ୍ନ ଅଧୁରା ଥିଲେ ବି ତଥାପି ସେହି ଅଧା ସ୍ୱପ୍ନକୁ ପୂର୍ଣ୍ଣ କରିବାର ଏକ ସମ୍ଭାବନା ନାରୀଟିଏ ରଖିଛି, ଉତ୍ତୀର୍ଣ୍ଣ ଯୌବନା ଯୁବତୀଟିଏ ରଖିଛି, ଯିଏକି କବିଙ୍କର ଥିଲା 2 ବର୍ଷର କଲେଜ ସହପାଠିନୀ, ନାମ ଯାହାର ପ୍ରତିମା ନାୟକ, ଏକ ହିରୋଇନ୍ର ଭୂମିକା ନେଇଛି। ଚନ୍ଦ୍ରମାର ଚୁଡ଼ି କବିତାରେ ରମାକାନ୍ତ ରଥ କହିଛନ୍ତି ଗୋଟିଏ କଥା, ଜୀଇଁବାଟା ବୋଧହୁଏ ଜୀବନରେ ସବୁଠାରୁ ସତ, ଆଉ ତା'ଠାରୁ ସତ ବୋଧେ ଆଦର୍ଶର ହତ୍ୟା ଆଉ ବିବେକ ମୃତ୍ୟୁର କାହାଣୀ। ତେଣୁ ଜୀଇଁବାଟା ଜୀବନ ପାଇଁ ନିହାତି ସତ କଥା, କାରଣ ଜାନ୍ ହୈ ତ ଜାହାନ୍ ହୈ। ଜୀବନ ଥିଲେ ଦୁନିଆ ଅଛି, ଯଦି ଜୀବନ ନାହିଁ ତେବେ ଦୁନିଆ ବି ନାହିଁ। ତେଣୁ ସେହି ଜୀବନ ପାଇଁ ପ୍ରତିମାର ଦୁନିଆଟି କେମିତି ଏକ କାହାଣୀ ଛଳରେ, ବକ୍ତବ୍ୟ ଛଳରେ ଲେଖକ ବା କବି ଶୁଣାଇଛନ୍ତି। ତେଣୁ ଗୋଟେ କବିତା ରଚନା ପାଇଁ ପରିବେଶ ଦରକାର। ସେ ପରିବେଶ ଭିତରେ ଚରିତ୍ରଟି ଅଛି ଏବଂ ଚରିତ୍ର ସହିତ ସମାଜର ସମ୍ପର୍କ ଅଛି ଏବଂ ସେହି ସମାଜର ସମ୍ପର୍କ ଚରିତ୍ର ଜଣେଇ ଦିଏ ସେ ଚରିତ୍ରଟି କିଭଳି ଏବଂ ସେ ସମାଜଟି କେମିତି ଥିଲା। ତେଣୁ ସେ ପରିବେଶ କଥା ଏଠି କହୁଛନ୍ତି, ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା। ନୂଆ ନୂଆ ଉପମା ଚିତ୍ରକଳ୍ପ ଦେବା କବିର ବାହାଦୁରୀ, ବୁଦ୍ଧିମାନତାର ପରିଚୟ। ତେଣୁ ଆକାଶରେ ଫିକା ଜହ୍ନ ଅର୍ଥାତ୍ ଆକାଶ ଥିଲା ମେଘୁଆ, ଜହ୍ନ ଥିଲା ଆକାଶରେ କିନ୍ତୁ ଫିକା ଥିଲା, ମଳିନ ଥିଲା, ମଳିଚିଆ ଥିଲା, ମ୍ଳାନ ଥିଲା, ତୋଫା ସଫା ହେଇକି ଜହ୍ନ ପୃଥିବୀରେ ପଡ଼ିନଥିଲା ଏବଂ କିଛିଟା ଆଲୋକ ଥିଲା ଏବଂ କିଛିଟା ଅନ୍ଧକାର ଥିଲା। ଏ ଦୁଇଟାର ମଧ୍ୟବର୍ତ୍ତୀ ସୀମାରେଖାରେ ପୃଥିବୀ ବା ଜହ୍ନ ଆଲୁଅ ପଡ଼ିଥିଲା। ଆକାଶରେ ଫିକା ଜହ୍ନର ସାବୁନର ଫେଣ ପରି ସଫା। କେମିତି ଦେଖିବା ପାଇଁ ଜହ୍ନ? ନା ସାବୁନର ଫେଣ ପରି। ଚିତ୍ରକଳ୍ପ ଦେଲେ ଶାରୀରିକ ଅନୁଭୂତି ସମ୍ପନ୍ନ କୌଣସି ଇନ୍ଦ୍ରିୟ ଚେତନା ମନରେ ପୁଣି ଜାଗ୍ରତ ହେଲେ ତାକୁ ଚିତ୍ରକଳ୍ପ ବା ଶବ୍ଦଚିତ୍ର ବା ୱାର୍ଡ଼ ପିକ୍ଚର ବା ଇମେଜ ରୂପକଳ୍ପ କୁହାଯାଏ। ଯେମିତି ସାବୁନର ଫେଣ ଯେମିତିକା ସଫା, ସେମିତି ଜହ୍ନର ଜ୍ୟୋତି ବା କିରଣ ମଧ୍ୟ ସେମିତି ଥିଲା। ତେଣୁ ସାବୁନର ଫେଣ ସହିତ ଜହ୍ନର କିରଣକୁ ତୁଳନା କରିଛନ୍ତି। ଆଲୁଅ ଅନ୍ଧାରର ମଧ୍ୟ ସେ ଯେ କରିଅଛି ରଫା। ଜହ୍ନ ମଳିନ ଥିଲା, ତେଣୁ କିଛିଟା ଅନ୍ଧାର ବି ଥିଲା, କିଛି ଆଲୋକ ଥିଲା। ଆଲୋକ ଅନ୍ଧାରର ମଧ୍ୟବର୍ତ୍ତୀ ଅବସ୍ଥାର ପରିବେଶ। ବହୁ ଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏ। ଶିଳ୍ପ ସଭ୍ୟତା, କାରଖାନାର ସଭ୍ୟତା ଦେଖେଇଛନ୍ତି। ଯନ୍ତ୍ରଶାଳରେ ଅର୍ଥାତ୍ କାରଖାନାର କାମ ସରିଯାଇଛି, ଚିମିନିଟା ସେଁ ସେଁ କରିକି ଧୂଆଁ ଛାଡ଼ୁଛି ଏବଂ ଧାନ ସିଡ଼ି ନଦୀ ଟପି, ଧାନ କିଆରି ତା ଉପରେ ରେଳପୋଲ ତିଆରି ହେଇଛି। ସେ ଧାନ କିଆରି ଉପରିସ୍ଥ ରେଳପୋଲରେ ରାତି 8ଟାର ମେଲ୍ ଟ୍ରେନ୍, ଡାକ ଗାଡ଼ି ଧାଉଁଛି। ଏ ଡାକ ଗାଡ଼ି ଇଏ ହେଉଛି ଏକ ଜୀବନ ଗାଡ଼ି, ଚଲତିକା ନାମ ଗାଡ଼ି। ତେଣୁ ଜୀବନ ଗାଡ଼ି, ଜୀବନର ଗତିଶୀଳତାକୁ ଟ୍ରେନ୍ର ଗତିଶୀଳତା ସହିତ ଚିତ୍ରକଳ୍ପ ସହିତ ଉଦାହରଣ ଦେଇଛନ୍ତି ଯେ ଟ୍ରେନ୍ ଯେମିତିକା ଯାଉଛି, ଜୀବନ ସେମିତି ଗତି କରୁଛି। जीवन चलने का नाम, चलते रहो सुबह शाम।
जो जीवन से हार मानता उसकी हो गई छुट्टी। तेणु जीवन हारिबार नुहे, जी हारी जाए सी तरी जाए, ध्वंस हो जाए। तेणु प्रतिमा हारी ना, तेणु तार जीवन रेलगाड़ी चली यांत्रिक रेलगाड़ी भाया। पढ़ी अच्छी कवितार एत बेले कांदे चक्रवाक। तेणु ये जो मेल ट्रेन ये हूँ प्रतिमार जीवनर खबर दौची, डाक गाड़ी जीवनर डाक, जीवनर वार्ता, जीवनर खबर दौची कौन ना पढ़ी अच्छी कवितार एत बेले कांदे चक्रवाक। कवि कवितार पढ़ी जे एत चक्रवाक रामचंद्र जिते सीता विरह एकुटिया बुलूले से समय चक्रवाक दंपति से मिलिकी मिलित भाव में थे, जहाँफल रामचंद्र अभिशाप देते तुम दिन में मिलन हम राति विच्छेद। तेणु चक्रवाक जह्न पक्ष राति चंद्र चर्चित रजनी रे पूर्णिमा राति जह्न पड़ी राति चक्रवाक एकुटिया करुण स्वर रे उड़ी उड़िका जाऊँगी एवं शब्द करिकी जाऊँगी। हठात जे देखाला बहुदिने प्रतिमा नाय, जह्न पड़ी पड़िया अच्छी रास्ता अच्छी से हठात प्रतिमा नायक सहित कविंकर देखा है। मुख तार व्रणदुष्ट हाथ रे ता चमड़ार ब्याग। केमिति नारीर रूप वर्णना होची माने आमर साहित्यर गोटे विशेष लक्षण। प्राचीन काल रे भी होउथला, आधुनिक काल रे भी होउची, एठी भी कवितार मध्य कवि करिसंती ना। मुख तार व्रण दुष्ट, तार मुहरे बहुत पिंपल्स व्रण भर्ती हो जाइछि। हाथ रे ता चमड़ार ब्याग, अर्थात हाथ रे कांधरे से चमड़ार ब्याग बा भैनिटी ब्याग बा झुलेइछि किमा धरिछि। शीर्ण साधा गाले फुटे व्यर्थतार अकपट दाग। गालरे शीर्ण जीर्ण शीर्ण पतला शरीर, दुर्बल शरीर, मेकअप टेकअप है नहीं, प्रसाधन सामग्री रे गाल भर्ती है नहीं, चिकन दिशुनी, पालिश दिशुनी। शीर्ण शीर्ण मान पतला दाढ़ुआ दंथड़ा गाल, गाल मांसाल गाल नुहे बा मोटा फुल्का गाल नुहे। शीर्ण सादा गाले अर्थात कौन से प्रसाधन ना, मेकअप ना, फिटे व्यर्थतार अकपट दाग। जीवनर व्यर्थता जणई दौर, जीवनर विफलता को से गाल जो शीर्ण सादा गाल से जीवनर व्यर्थता को जणई दौर। केमिति ना अकपट भाव, कौन से कपट ना, छलना न करिकी से जणई दौर। तनु तार रोग जीर्ण व्रणे तार म्लान मुह जाक। रोग से जड़े रोगिणा, प्रतिमा नायक रोगिणा शरीर, व्रणे म्लान मुह जाक, व्रण भर्ती होगी मुहटी मलिन देखा जाउची, म्लान देखा जाउची, श्लथ ढिला देखा जाउची। अर्थात कौन सी स्वास्थ्यवान पृष्ठपृष्ठ शरीर नुहे, ढिला शरीर, रुजु रुजु माने भी ढिला। देह शिखा ढांकी अच्छी खाकीर पोशाक, तथापि शिखा माने निआ, एटी देहर निआ, देहर जलुची, तार जीवनटा शांति नहीं, अशांतिर अच्छी, तेणु ताकू निआ सहित तुलना करिसेंती। खाकीर पोशाक अर्थात माटिया रंगर शाढ़ीटीए से पिंधि। जापानी कागज फूल परी देहे बयसर धूली। जमिति आमे ड्रॉइंग रूम बैठक खाना सजाइवाई जमी कागज फूलर गुलदस्ता बा फूलदानी आम रखुचु एवं सेटा झरकार कबाटर स्काईलाइट रु धूली सब आसिकी जमीका फूलदानी रे मली जमी जाए, फूलदानी धूली जमी जाए, सेमिति तार प्रतिमा नायकर जीवन में बयसर धूली सब जमी जाए, अर्थात वयस्क महिला। पचारिली भल अच्छ, कंठे मोर विषण्ण गति। एथु जना पड़ुची जे चिन्हा जना लोक अच्छी बोली कवि पचारुंट, ना अपरिचित अज्ञात कुलशल लोक थे कहीं पचारते भल अच्छे बोली। तेणु ये जना पड़ुची एटा तो ह्यूमन साइकोलोजी ना, चिन्हा जना अच्छी बोली पचारुंट भल अच्छ, कंठे मोर विषण्ण गति। कवि पुणी भावुंट जे मु पचारिकी बड़ भूल कला, जानूची जे सी रोग जीर्ण पतला शरीर, माटिया जीर्ण शीर्ण शरीर, पेल मुह, मलिन मुह, दंथड़ा गाल, रोगड़े शरीर, तापर व्रण भर्ती, तथापि केमती पचारि। तेणु कंठे मोर विषण्ण गोधूली माने कवि दुख प्रकाश कर। हसिला प्रतिमा
ପ୍ରତିମା ହସିଛି କାହିଁକି ଯେତେବେଳେ ଆମେ ଅଭିବାଦନ କରୁଛୁ ବନ୍ଧୁଙ୍କ ସହିତ ସମ୍ଭାଷଣ ଆମେ କରୁ ସାଧାରଣତଃ ଆମେ ହସିକି କରୁ ଗ୍ରିଟିଂସଟା ଯେଉଁ କରୁ ହସିକି କରୁ କଦାପି ଆମେ ରାଗିକି କରୁନା ତେଣୁ ହସିଲା ପ୍ରତିମା ଯେହେତୁ ଚିହ୍ନିଛି ବୋଲି ହସିଲା ତେଣୁ ଯଦି ମୁଁ ରାଗିଯିବି ତାହେଲେ ମୋ ବନ୍ଧୁ ଖରାପ ଭାବିବେ ସେଥିପାଇଁ ସେ ହସିଲା। ଆକାଶର ନୀଳରେଖା ଗେରୁଆ ମାଟିର ଲାଲ ସୀମା ଛୁଏଁ ଯେଉଁଠାରେ ଅର୍ଥାତ୍ ଦିଗ୍ବଳୟ ହରାଇଚନ୍ ଚକ୍ରବାଳ ତେଣୁ ଯେଉଁଠି ଆକାଶ ଏବଂ ପୃଥିବୀର ମିଳନ ସ୍ଥଳ ଏଥିରୁ ଜଣାପଡ଼ୁଛି ଯେ ଜହ୍ନ ରାତିରେ ପଡ଼ିଆ ଉପରେ ଦୁଇ ଜଣ ଯାକ ସାକ୍ଷାତ ହେଇଛି ଭେଟ ହେଇଛି ତେଣୁ ସେଇଠି ଆକାଶ ପୃଥିବୀର ଯେଉଁ ମିଶାଣ ମିଶିଯାଇଛି ଦିଗ୍ବଳୟ ଦୂର ଦିଗ୍ବଳୟ ଦେଖୁଛନ୍ତି କବି ସେଇଠି ଆମେ ଠିଆ ହେଇଥିଲେ କିଏ ପ୍ରତିମା ଏବଂ କବି ନିଜେ। ଆମ ପଛେ ଶୋଇଥିଲା ଦୀର୍ଘ 2 ବର୍ଷର ଦୁନିଆ ଦୀର୍ଘ 2 ବର୍ଷର ଜଗତ ଅର୍ଥାତ୍ ଦୀର୍ଘ 2 ବର୍ଷ ଧରି ପ୍ରତିମା ସହିତ BA କ୍ଲାସ୍ରେ ରେଭେନ୍ସା କଲେଜରେ କବି ପାଠ ପଢ଼ୁଥିଲେ କାରଣ ସେତେବେଳେ ରେଭେନ୍ସା କଲେଜ ଗୋଟିଏ କଲେଜ ଥିଲା ଏବଂ କବି ରେଭେନ୍ସା କଲେଜରୁ ହିଁ BA ପାସ୍ କରିଛନ୍ତି ତେଣୁ ରେଭେନ୍ସା କଲେଜରେ 2 ବର୍ଷ ଯେତେବେଳେ କବି କଟକରେ ରହିକି ପଢ଼ୁଥିଲେ ସେତେବେଳେ ତାଙ୍କର କ୍ଲାସମେଟ୍ ଥିଲା ପ୍ରତିମା ସହିତ ମିଶିକି ସେ BA ପଢ଼ୁଥିଲେ। ଧୂସର ଧୂମଳ ଧ୍ୱାନ୍ତ ଭୟଙ୍କର ପୁଣି ଯୁଦ୍ଧରତ ସେହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥିବା ସମୟରେ ଦୁହିଁଙ୍କର ପାଠପଢ଼ା ମଧ୍ୟ ଚାଲିଥିଲା। ଧୂସର ମାନେ ଧୂଳିଆ ଧୂମିଳ ଧୂଆଁଳିଆ ଆଉ ଧ୍ୱାନ୍ତ ମାନେ ଅସ୍ପଷ୍ଟ ମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥିଲା ସବୁକିଛି ଦରଦାମ ବୃଦ୍ଧି ହେଇଥିଲା ଜୀବନରେ ଶାନ୍ତି ନଥିଲା କେଉଁ ମୁହୂର୍ତ୍ତରେ କେତେବେଳେ କ'ଣ ହେବ କିଛି କହି ହେଉନି ତେଣୁ ସେ ଯୁଦ୍ଧରତ ଦୁନିଆ ଯେତେବେଳେ ଯୁଦ୍ଧ ଚାଲିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସେହି ସମୟରେ ସେମାନଙ୍କର ପାଠପଢ଼ା ଚାଲିଥିଲା। ବହୁ ଦୂରେ ଲାସ୍ କଟା ଘରେ ଏକ ହାରିକେନ୍ ବତି ଲାସ୍ କଟା ମାନେ ପୋଷ୍ଟମର୍ଟମ୍ ହାଉସ୍ରେ ଯେଉଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସବୁ ସୈନିକମାନେ ମରୁଥିଲେ ତାଙ୍କର ସବୁ ପୋଷ୍ଟମର୍ଟମ୍ ହେବା ପାଇଁ ଲଣ୍ଠନ ଆଲୁଅ ହାରିକେନ୍ ମାନେ ଲଣ୍ଠନ ଆଲୁଅରେ ସେମାନଙ୍କର ପୋଷ୍ଟମର୍ଟମ୍ ଚାଲିଥିଲା। ଜଳୁଥିଲା ଦୁକୁ ଦୁକୁ ଭୟାନକ ଭୟାନକ ଦୂରରୁ ଝରକାରୁ ପୋଷ୍ଟମର୍ଟମ୍ ହାଉସ୍ର ଯେଉଁ ଝରକା କବାଟରୁ ସେ ଯେଉଁ ଲଣ୍ଠନ ଆଲୁଅଟି ଧିମେଇ ହେଇକି ଦୂରରୁ ଭୟଙ୍କର ଭାବରେ ଜଳୁଥିଲା ଯେମିତି ଜଣାପଡ଼ୁଥିଲା ଭୂତ କିଏ ଅଛି। ଭାଜିଗଲା ବାହାଘର ଦର୍ଶନରେ ପଡ଼ୁଥିଲା ଏମେ କେଜାଣି ବା ପଡ଼ିଥିବ ଜୀବନରେ ଥରେ ଅଧେ ପ୍ରେମେ ବାହାଘର ମଧ୍ୟ ଭାଙ୍ଗିଗଲା। ଫିଲୋସଫିରେ MA ପଢ଼ୁଥିଲା ପୁରା ପଢ଼ିପାରିଲାନି କାହିଁକି ନା ଘରର ଯେହେତୁ ବଡ଼ ସନ୍ତାନ ଥିବ ତେଣୁ ଘରର ଦାୟିତ୍ୱ ନେବା ପାଇଁ ସେ ଆଉ MA ବି ପାଠ ପଢ଼ିପାରିଲାନି ଫିଲୋସଫିରେ ଏବଂ ତା'ର ବାହା ବି ହେଇପାରିଲାନି ପିତୃ ବାପା ବି ମରିଗଲେ ଏବଂ ଋଣ ଭାରରେ ଘର ବୁଡ଼ିଗଲା ବାପା ଯେଉଁ କରଜ ବାଡ଼ି କରିକି ପିଲାମାନଙ୍କୁ ପୋଷୁଥିଲେ ବହୁ କୁଟୁମ୍ବୀ ପରିବାର ଥିବ ପିଲାମାନଙ୍କୁ ଯେଉଁ ପ୍ରତିପୋଷଣ କରୁଥିଲେ ବଡ଼ ଭଉଣୀ ହିସାବରେ ବଡ଼ ପିଲା ହିସାବରେ ପ୍ରତିମା ଉପରେ ସେ ଭାର ପଡ଼ିଲା ତେଣୁ ବାପା ମରିଗଲେ ଋଣ ଭାର ଶୁଝିବା ପାଇଁ ଘର ପୁଣି ଭାଇ ଦାଦା ବଡ଼ ବାପାର ଯେଉଁ ଘର ଯେତେ ଭାଇ ସେତେ ଘର ବି ଭାଗ ଭାଗ ହେଇଗଲା ତେଣୁ ଏହିସବୁ କାରଣ ପାଇଁ ସେ ବାହା ହେଇପାରିଲାନି ତେଣୁ ଚାକିରି କରିବାକୁ ବାଧ୍ୟ ହେଲା। ଦର୍ଶନର ଗ୍ରନ୍ଥେ ତା'ର ପକାଇଲା ଚିର ପୂର୍ଣ୍ଣଚ୍ଛେଦ ଅର୍ଥାତ୍ ଆଉ ଫିଲୋସଫିରେ ଯେଉଁ MA ପଢ଼ୁଥିଲା ସେ ଆଉ ପଢ଼ିପାରିଲାନି ପୁସ୍ତକରେ ପାଠପଢ଼ାରେ ଡୋରି ବନ୍ଧା ହେଲା। 1943 ପୁଣି ଅର୍ଥାତ୍ 1943 ମସିହାରେ ବୋଧେ କବି ଲେଖିଛନ୍ତି ଯାହାଫଳରେ ସେ ତାରିଖଟି ସୂଚେଇଛନ୍ତି 1943 ପୁଣି ବାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଉ ଯାହା ବଳକା ଥିଲା ତାକୁ ବିଶ୍ୱଯୁଦ୍ଧ ହିଁ ଚାଟି ନେଲା ସଫା କରିଦେଲା ଜୀବନ ଯୁଦ୍ଧକୁ ଆହୁରି କଷ୍ଟକର କରେଇଦେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ସପ୍ଲାଇରେ ନେଇଛି ଆଶ୍ରୟ ସପ୍ଲାଇ ଡିପାର୍ଟମେଣ୍ଟରେ ସେ କିରାନୀ ଚାକିରି କରିଛି ଦରମାଟା ମନ୍ଦ ନୁହେଁ ଭଲ ଦରମା ବି ପାଉଛି ଏଇ ତା'ର ଦୀର୍ଘ ପରିଚୟ। ତେଣୁ ଏ ଯେଉଁ ପୋଷ୍ଟମର୍ଟମ୍ ହାଉସ୍ରେ ଯେଉଁ ଲାସ୍କୁ ଯେବେ ବ୍ୟବଚ୍ଛେଦ କରୁଛନ୍ତି କବି ଏଠି ପ୍ରତିମା ନାୟକର ଜୀବନର ବ୍ୟବଚ୍ଛେଦ କରିଛନ୍ତି ତେଣୁ ଏଇ ହେଉଛି ତା'ର ପରିଚୟ ଏଇ ଇତିହାସ ଜୀବନର ଇତିହାସ। ପ୍ରତିମା ନାୟକ ହସେ ଉଠେ ତା'ର ସ୍ୱପ୍ନର ଆଭାସ ସେ ଯେଉଁ ହସୁଛି ତଥାପି ସେ ଆଶାବାଦୀ ନିରାଶାବାଦୀ ନୁହେଁ ଅପ୍ଟିମିଷ୍ଟିକ୍ ପେସିମିଷ୍ଟିକ୍ ସିଏ ନୁହେଁ ଅପ୍ଟିମିଷ୍ଟିକ୍ ସିଏ ଆଶାବାଦୀ ସ୍ୱପ୍ନ ଦେଖୁଛି ଏତେ କଷ୍ଟ ସହିଛି ତଥାପି ମଧ୍ୟ ସେ ହାରିଯାଇ ନାହିଁ ଭାଙ୍ଗି ପଡ଼ିନାହିଁ ଏବଂ ସେ ସ୍ୱପ୍ନ ଦେଖୁଛି ଆଶା କରୁଛି ଯେ ଦିନେ ତା'ର ଜୀବନର ଯେଉଁ ଗତି ବଦଳିଯିବ। ମୁହଁରେ ଖାକିର ହସ ଶାଢ଼ୀ ପିନ୍ଧିଛି ମାଟିଆ କଲର୍ର ଶରୀରର ଚମଡ଼ା ବି ମାଟିଆ କଲର୍ର ଦ୍ୱିତୀୟ ବିଶ୍ୱଯୁଦ୍ଧର ସୈନିକମାନଙ୍କର ପୋଷାକ ମଧ୍ୟ ମାଟିଆ କଲର୍ର ଏହାର ହସ ମଧ୍ୟ ସେମିତି ଗୋଟେ ଦୁଃଖର ହସ ଖାକିର ହସ ମାନେ ଯେଉଁ ହସରେ କିଛି ଖୁସି ନାହିଁ
ଉତ୍ଫୁଲ୍ଲିତା ନାହିଁ, ଦୁଃଖର ହସ, ସ୍ମିତ ହାସ୍ୟ ଦେଇଛି। ଜୀବନର ଦୁଃଖ ଅଛି, ଆଖିରେ ତା'ର ରାତିର ଇସାରା। ରାତିର ସେ ଇସାରା ମାନେ ଆଖିରେ ରାତିର ଇସାରା ମାନେ ଦୁଇ ପ୍ରକାର ଅର୍ଥ ହେଇପାରେ। ଏଠି ରାତି ଅନିଶ୍ଚିତତାର ରାତି ଏବଂ ସିଏ ରାତି ପୁଣି ବିବାହର ରାତି, ଯେ ରାତିର ଇସାରା ଦେଉଛି ଯେ ଅନିଶ୍ଚିତ, ମୋର ଭବିଷ୍ୟତଟା ଅନିଶ୍ଚିତ ଏବଂ ମୁଁ ପୁଣି ବାହା ହେଇପାରେ, କାଲି ଯଦି ଭଗବାନ ଚାହିଁବେ ମୁଁ ପୁଣି ବାହା ହେଇପାରେ। ସେ ଇସାରା ଦେଉଛି, ସେ ସଂକେତ ଦେଉଛି। କାହାକୁ ଦେଉଛି? ଲେଖକଙ୍କୁ ଦେଉଛି, କବିଙ୍କୁ ଦେଉଛି, ସଚୀ ରାଉତରାୟଙ୍କୁ ଦେଉଛି। ଦୁଇ ପାଖେ ଦ୍ରୁତ ବନ ଗତିବାନ ନକ୍ଷତ୍ରର ଧାରା। ଯେଉଁଠି ଠିଆ ହେଇଥିଲେ ପଡ଼ିଆ ଅଛି, ଜଙ୍ଗଲ ଅଛି, ଜଙ୍ଗଲ ଏଇଠି ମାନେ ପୃଥିବୀର ଜଙ୍ଗଲ ହେଇପାରେ ବା ଯେଉଁ ଅଞ୍ଚଳରେ ସେମାନେ ଠିଆ ହେଇକି କଥା ହେଉଛନ୍ତି ସେ ଜଙ୍ଗଲ ହେଇପାରେ, ଏବଂ ସେ ଯେଉଁ ଜୀବନ, ଯେଉଁ ଜଙ୍ଗଲ, ଜୀବନର ଯେଉଁ ସମସ୍ୟା, ଝଡ଼ଝଞ୍ଜାପୂର୍ଣ୍ଣ ହଡଲ୍ସ, ପ୍ରତିବନ୍ଧକ, ବାଧାବିଘ୍ନ, ଅନିଶ୍ଚିତତାର ଜଙ୍ଗଲ। ଗତିବାନ ନକ୍ଷତ୍ରର ଧାରା, ଆକାଶରେ ତାରା ଦେଖାଯାଉଛି, ତାରା ବି ଉଇଁଛନ୍ତି। ଏଠି ଷ୍ଟାର ମାନେ ଭାଗ୍ୟ, ଭାଗ୍ୟ, ଜୀବନ ଆକାଶରେ ଭାଗ୍ୟ ତାରା ଦିଶୁଛି ଯେ କ'ଣ ହେବ, ଆଗକୁ କ'ଣ ହେବ କିନ୍ତୁ କହିହେବନି, ଅନିଶ୍ଚିତ। ଆହା ହସୁ ହସୁ ପ୍ରତିମା ନାୟକ, ପ୍ରତିମା ନାୟକ ହସିଛି ଏବଂ ଦେଖିଲା ବେଳକୁ ସେ ତ ମାନେ ଉତ୍ତୀର୍ଣ୍ଣ ଯୌବନା, ପୁରା ସମ୍ପୂର୍ଣ୍ଣ ଯୁବତୀ ହେଇକି ନାହିଁ। ତେଣୁ ତା'ର ଛାତିରୁ ତା'ର ଅଞ୍ଚଳଟି ଲୁଗାଟି ଖସି ଯାଇଛି ଏବଂ ଖସି ଗଲେ ମଧ୍ୟ ସେ ତାକୁ ଘୋଡ଼େଇ ଦେଉନାହିଁ କି ସେ ପାଇଁ ଚେଷ୍ଟା ବି କରେ। କବି ଦେଖୁଛନ୍ତି ଯେ ସେଠି ଖାକିର ପୋଷାକ ଦେଖାଯାଉଛି, ଅର୍ଥାତ୍ ମାଟିଆ ରଙ୍ଗର ଦେହ, ମାଟିଆ ରଙ୍ଗର ଶାଢ଼ୀଟା ହିଁ ଦେଖାଯାଉଛି। ତେଣୁ ସୁନ୍ଦର କବିତା, ଛୋଟିଆ କବିତାଟିଏ ଏବଂ ନାରୀ ଜୀବନର ଯନ୍ତ୍ରଣା, ଜୀବନ ଯନ୍ତ୍ରଣାର, ଜୀବନ ସଂଘର୍ଷର କଥା ଏଠି କୁହାଯାଇଛି ହେଲା।